ପିଲାମାନେ ବର୍ଣ୍ଣବୋଧ को लेखिब पढ़िब मुखस्थ करिवो। हरिओम पिलामाने तमମାନଙ୍କ ପାଇଁ ମୁଁ ଆଜି ଆଉ ଏକ ଭିନ୍ନ ପ୍ରକାରର ଭିଡ଼ିଓଟି ଆଣିଛି। ତମେ ତ ଜାଣିଛ ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ଏହାର ଅର୍ଥ ନୁହେଁ ଯେ ମାତୃଭାଷା ଜାଣି ନାହିଁ ସେ ଅଜ୍ଞାନୀ, ସେଟା କହିବା ଠିକ ନୁହେଁ। ପ୍ରକୃତର କଥା ହେଉଛି ଯେ ଆମେ ନିଜକୁ ନିଜେ ସୁଧାରି ପାରିବାନି। ଆମର ମାତୃଭାଷା ଯଦି ସୁଦୃଢ଼ ହବ ନାହିଁ, ଆମେ ଯଦି ମାତୃଭାଷା ପ୍ରତି ଆମର ମାନେ ଆଗ୍ରହ ରହିବ ନାହିଁ, ଆମେ ନିଜ ମନର ଭାବନାକୁ ଭଲ ଭାବରେ ପ୍ରକାଶ କରିପାରିବା ନାହିଁ, ବା ଅଲଗା ଭାଷାରେ ଆମେ ଆମର ସବୁ ଭାଷାକୁ ପ୍ରକାଶ ସବୁ ଭାବନାକୁ ପ୍ରକାଶ କରିବା ନାହିଁ। ଯେମିତି ଧର ତମେ କିଛି କଥା ଗୋଟେ ବାହାରେ କହିବା ପାଇଁ କାହା ଆଗରେ ଚାହୁଁଛ, ତମେ ଓଡ଼ିଆରେ କହିବା ପାଇଁ ହେଲେ ବହୁତ ସହଜରେ ଅନର୍ଗଳ ଭାବରେ କହିଦେଉଛ। କିନ୍ତୁ ଯଦି ତୁମକୁ ଇଂରାଜୀରେ, ହିନ୍ଦୀରେ, ବଙ୍ଗଳାରେ, ଉର୍ଦ୍ଦୁରେ, ଆସାମୀୟ ବିଭିନ୍ନ ଭାଷାରେ ଯଦି କହିବା ପାଇଁ ପଡ଼ୁଛି, ତାହେଲେ ତୁମକୁ କ'ଣ ଭାବିବ ଯେତେ ପ୍ରକାର ସବୁ କଥା କହିପାରିବନି, କାରଣ ଟ୍ରାନ୍ସଲେଟ୍ କରିବାକୁ, ଅନୁବାଦ କରି କହିବାକୁ ପଡ଼ୁଛି ହେଲା, ସେଟା ବହୁତ କଷ୍ଟ ହେଉଛି। ତେଣୁ ଆମେ ସବୁବେଳେ ଚେଷ୍ଟା କରିବା ମାତୃଭାଷା ପ୍ରତି ଆମର ଆଗ୍ରହ ରହିବ, ମାତୃଭାଷାରେ ଆମେ ଷ୍ଟ୍ରଙ୍ଗ ହେବା, ମାତୃଭାଷାରେ ଅସୁବିଧା ରହିବ ନାହିଁ। ସେଥିପାଇଁ ଆମକୁ କ'ଣ କରିବା, ସବୁଠୁ ମୂଳ କଥା ହେଉଛି ବର୍ଣ୍ଣବୋଧ। ଆମର ମଧୁସୂଦନ ଭକ୍ତ କବି ମଧୁସୂଦନ ରାଓଙ୍କର ଯେଉଁ ବର୍ଣ୍ଣବୋଧ, ତାକୁ ଆମେ ସୁଦୃଢ଼ କରିବା। ମୁଁ ୟାର ପୂର୍ବ ଭିଡ଼ିଓ ମୁଁ ଛାଡ଼ିଛି, ଆଜି ମଧ୍ୟ ଏକ ନୂଆ ପ୍ରକାର ବର୍ଣ୍ଣବୋଧର ଭିଡ଼ିଓ ଛାଡ଼ୁଛି, ଯାହାକି ସେ ଭକ୍ତ କବି ମଧୁସୂଦନ ରାଓଙ୍କ ଦ୍ୱାରା ପିଲାଙ୍କ ବର୍ଣ୍ଣବୋଧ। ଦେଖ ପିଲେ, ଆଗ କ'ଣ ଅଛି ବର୍ଣ୍ଣବୋଧରେ ଓଲଟେଇବା। ଓଡ଼ିଆ ବର୍ଣ୍ଣମାଳା ଆସିଲା। ଓଡ଼ିଆ ବର୍ଣ୍ଣମାଳାର ସ୍ୱର ବର୍ଣ୍ଣ ଅଛି କ'ଣ? ଅ, ଆ, ହର୍ଷଇ, ଦୀର୍ଘଇ, ହର୍ଷୌ, ଦୀର୍ଘୌ, ରୁ, ରୁ, ଏ, ଐ, ଓ, ଔ। এই ସ୍ୱରବର୍ଣ୍ଣ ଦ୍ୱାରା କେତେଟା ସ୍ୱରବର୍ଣ୍ଣ? 12ଟି ସ୍ୱରବର୍ଣ୍ଣ ହେଲା। এই 12ଟି ସ୍ୱରବର୍ଣ୍ଣ ଦ୍ୱାରା କ'ଣ ହେଲା ନା ଆମେ ସବୁ ଶବ୍ଦର ସ୍ୱର ଉଚ୍ଚାରଣ କରିପାରୁଛେ। ତାପରେ ଆସିଲା କ'ଣ? ବ୍ୟଞ୍ଜନ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣର ସବୁ ବର୍ଗ ଥାଏ। କ ବର୍ଗ, ଚ ବର୍ଗ, ଟ ବର୍ଗ, ତ ବର୍ଗ, ପ ବର୍ଗ, ଏମିତି ସେ ବର୍ଗ ଥାଏ। ବ୍ୟଞ୍ଜନ ବର୍ଣ୍ଣ ରହିଲା କ ବର୍ଗରେ କ, ଖ, ଗ, ଘ, ଙ। च ବର୍ଗରେ ଚ, ଛ, ଜ, ଝ, ଞ୍ୟ। ଟ ବର୍ଗରେ ଟ, ଠ, ଡ, ଢ, ଣ। ତ ବର୍ଗରେ ତ, ଥ, ଦ, ଧ, ନ। ପ ବର୍ଗରେ ପ, ଫ, ବ, ଭ, ମ। ଏତିକ ହେଲା କଥା। ଆଉ ତାପରେ ଆସିଲା କ'ଣ? ଅଂସ୍ତତଜ, ର, ଳ, ୱ, ତାଲବେଶ, ମୂର୍ଧନ୍ୟଷ, ଦନ୍ତସ, ହ, ଅନୁସ୍ୱାର, ବିସର୍ଗ, ଚନ୍ଦ୍ରବିନ୍ଦୁ। ତାହେଲେ ମୋଟ କେତୋଟି ହେଲା? ମୋଟ ହେଇଗଲା, ଦେଖ, 1 2 3 4 5 5 1 5 5 9 10 5 3 15 5 6 20 5 5 25 530 31 32 33 34 35 36 36ଟି ବ୍ୟଞ୍ଜନ ବର୍ଣ୍ଣ ରହିଲା। ତାପରେ ଅତିରିକ୍ତ ବର୍ଣ୍ଣ ଆସିଲା କ'ଣ? କ୍ଷ। करे मूर्धन्यଷ କ୍ଷ ଆମେ କହୁଛୁ, କ ଯୁକ୍ତ मूर्धन्यଷ ହେଲେ କ୍ଷ ହୁଏ। କ୍ଷ, ଡ଼, ଢ, ଅଂସ୍ତତ ଲ। ତାହେଲେ ସ୍ୱରବର୍ଣ୍ଣ କେତେଟା? 1 2 3 4 5 6 7 8 9 10 11 12। ମନେ ରଖିବ, 12ଟି ସ୍ୱରବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ କେତେଟା? ନା 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 36ଟା ବ୍ୟଞ୍ଜନ ବର୍ଣ୍ଣ। ଅତିରିକ୍ତ ବର୍ଣ୍ଣ ଆସିଲା 1 2 3 4 5। ଦେଖିବା ପରେ କ'ଣ ଅଛି ଆଗକୁ। ଅ ବନା ଆସିଲା। ଅରେ କ'ଣ ଆସିବ? ଅ, ଖ। ଅ ବନା ମାନେ କୌଣସି ମାତ୍ରା ଲାଗିବ ନାହିଁ। ଯେମିତି ଆକାରରେ କ'ଣ ଆକାର ଲାଗୁଛି? ହର୍ଷଇ, ଏ ଦେଖ ଆକାର ଲାଗିଛି ନା ଏଠି। ଠିକ ସେଇପରି ଏମିତି ଲାଗିବନି, ଏଟା କୌଣସି ମାତ୍ରା ଲାଗିବନି। ଅ, ଖ, ର, ଖ, ଆ ଦୀର୍ଘ ଇ, ଆ, ଇ, ଉ, ଇ, ହର୍ଷୌ, ହର୍ଷଇ, ଉ, ଇ, ଈଶ, ଦୀର୍ଘ ଇ, ତାଲବେଶ, ଈଶ, ଆସ, ଆ ଦନ୍ତେଶ, ଆସ, ଉ ନ, ଦୀର୍ଘ ଉ, ଦନ୍ତ ନ, ଉ ନ, ଋଣ, ରୁ ମୂର୍ଧଣ, ଋଣ, ଏକ, ଓଟ, ଓଟ। ଏମିତି ମୁଖସ୍ଥ କରି ଚାଲିବ, ପଢି ଚାଲିବ ସ୍ପଷ୍ଟ ଭାବରେ। ଓଟ,
ଗହମ ଗହମ ବତକ 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 ଉପବନ ହର୍ଷ ଉପବଦନ୍ତେନ ଉପବନ କର କର ଘର ଘର ଧଦନ୍ତେନ ଧନ ଚକ ଚକ ଛକ ଛକ ଖଟ ଖଟ ଦ ତାଲବେଶ ଦଶ ଅସ୍ତୁତ ଜ ତାଲବେଶ ଯଶ ବର୍ଗ ଜଳ ଜଳ ମଦନ୍ତେନ ମନ ଝଡ଼ ଝଡ଼ ବଡ଼ ବଡ଼ ଘଟ ଘଟ ଗଛ ଗଛ ପଛ ପଛ ମାନେ ଉଚ୍ଚାରଣ ଅକ୍ଷର ମୁଁ ଅଲଗା ଅଲଗା କହୁଛି। ଫଳ ଫଳ ଡର ଡର ଥର ଥର ତାପରେ ଆସିଲା ଅଳସ ଅଳ ଦନ୍ତେଶ ଅଳସ କଳସ କଳ ଦନ୍ତେଶ କଳସ ଆସନ ଆ ଦନ୍ତେଶ ଦନ୍ତେନ ଆସନ ଦଶମ ଦ ତାଲବେଶ ମ ଦଶମ ସକଟ ତାଲବେଶ କଟ ସକଟ ରଜକ ର ବର୍ଗଜ କ ରଜକ ସହଜ ଦନ୍ତସ ହ ବର୍ଗଜ ସହଜ ସରଳ ଦନ୍ତସ ରଳ ସରଳ ସଳଖ ଦନ୍ତସ ଳଖ ସଳଖ ଶୟନ ତାଲବେଶ ଅସ୍ତତୟ ଦନ୍ତେନ ଶୟନ ସମୟ ଦନ୍ତେଶ ମ ଅସ୍ତତୟ ସମୟ ସରସ ଦନ୍ତସ ର ଦନ୍ତସ ସରସ ବସନ ବ ଦନ୍ତସ ଦନ୍ତନ ବସନ ଭଜନ ଭ ବର୍ଗଜ ଦନ୍ତନ ଭଜନ ସମତଳ ଦନ୍ତସ ମ ତଳ ସମତଳ ରଜତ ର ବର୍ଗଜ ତ ରଜତ ଚରଣ ଚର ମୁଧଣ ଚରଣ ଶଶଧର ତାଲବେଶ ତାଲବେଶ ଧର ଶଶଧର ଔରସ ଔର ମୁଦ୍ରାସ ଔରସ ଆଳୟ ଆ ଅସ୍ତୁତୟ ଆଳୟ ଆଳ ଅସ୍ତତୟ ଆଳୟ ପିଲେ ଆଳୟ ଆଳ ଅସ୍ତତୟ ଆଳୟ ଦରଶନ ଦର ତାଲବେଶ ଦନ୍ତେନ ଦରଶନ ତା ନାଁଟା କଣ ଲେଖା ହେଇଛି ଆଳୟ ଆଳ ଅସ୍ତତୟ ଆଳୟ ଔରସ ଔର ଦନ୍ତେଶ ଔରସ ଦର ତାଲବେଶ ଦନ୍ତେନ ଦରଶନ ଓଜନ ଓ ବର୍ଗଜ ଦନ୍ତେନ ଓଜନ ଶରଣ ତାଲବେଶ ର ମୁଦ୍ରଣ ଶରଣ ଔଷଧ ଔ ମୁଦ୍ରାସ ଧ ଔଷଧ ଭଜ ମନ ଧନ ଜନ ରଥ ଗଢ ଓଟ ଚଢ ଘର ପଛ ବର ଗଛ ହଳ ଧର ହଳ କର କଟକ ନଗର ଧବଳ ଟଗର ଜଳ ବର ସଇ ରହିତ ଚଷଇ ହେଲା। ଏମିତି ପାଟି କରି କରି ଉଚ୍ଚାରଣ ଜୋର କରିକି ପଢିବ। ଟିକେ ଉଚ୍ଚାଙ୍ଗ ସ୍ୱରରେ ଲିଟରେଚର ପଢିଲେ ଭାଷା ମାନେ ମାତୃଭାଷା କୌଣସି ଭାଷା ଗୋଟେ ଉଚ୍ଚାଙ୍ଗ ସ୍ୱରରେ ପଢିଲେ ଆମର ଉଚ୍ଚାରଣ ଠିକ ଆସେ ଆମେ କ୍ଲିୟର କହିପାରିବା। ବା ଆମର ଯଦି ଭୁଲ ବି ହବ ଗୁରୁଜନ ମାନେ ଘରେ ଯେ ବାପା ମା ଥିବେ ଭାଇ ଭଉଣୀ ଥିବେ ସେ ଜେଜେବାପା ଜେଜେମା ଥିବେ କହିଦେବେ ଆମକୁ ଆମର ଭୁଲଟାକୁ ଆମେ ସୁଧାରି ଯିବା। ଆକାର ବନା କ ଯୁକ୍ତ ଆ करे ଆକାର କା ଖ ଯୁକ୍ତ ଆ ଖରେ ଆକାର ଖା ଗରେ ଆକାର ଗା ଘରେ ଆକାର ଘା ଚରେ ଆକାର ଚା ଛରେ ଆକାର ଛା ବର୍ଗଜରେ ଆକାର ଯା ଝରେ ଆକାର ଝା ଟରେ ଆକାର ଟା ଟରେ ଆକାର ଟା ଠରେ ଆକାର ଠା ଏଠି ଦୁଇଥର ଟରେ ଆକାର ହେଇଛି ହେଲା। ଡରେ ଆକାର ଡା ଢରେ ଆକାର ଢା ମୁଧଣ ଆକାର ନା ତରେ ଆକାର ତା ଥରେ ଆକାର ଥା ଦରେ ଆକାର ଦା ଧରେ ଆକାର ଧା ଦନ୍ତନରେ ଆକାର ନା ପରେ ଆକାର ପା ଫରେ ଆକାର ଫା ବରେ ଆକାର ବା ଭରେ ଆକାର ଭା ମରେ ଆକାର ମା ଅସ୍ତତ ଜରେ ଆକାର ଯା ରରେ ଆକାର ରା ଅଳରେ ଆକାର ଲା ତାଲବେଶର ଆକାର ସା ମୁଦନସର ଆକାର ସା ଦନ୍ତସର ଆକାର ସା ହରେ ଆକାର ହା ଭାଇ ଭରେ ଆକାର ହର୍ଷଇ ଭାଇ ଗାଈ ଗରେ ଆକାର ଦୀର୍ଘଇ ଗାଈ ତାହେଲେ ଘାଟ ଘରେ ଆକାର ଟ ଘାଟ ଚାଷ ଚରେ ଆକାର ମୁଦନେଶ ଚାଷ ବାସ ବରେ ଆକାର ଦନ୍ତେଶ ବାସ ମାସ ମରେ ଆକାର ଦନ୍ତେଶ ମାସ ଦୟା ଦସ୍ତରେ ଆକାର ଦୟା ମାୟା ମରେ ଆକାର ଅସ୍ତରେ ଆକାର ମାୟା ଶାଖା ତାଲବେଶର ଆକାର ଖରେ ଆକାର ଶାଖା ମୁଁ ଟିକେ ଶୀଘ୍ର କହି ନେଇଯାଉଛି ହେଲା। ଦାତା ଦରେ ଆକାର ତରେ ଆକାର ଦାତା ମାତା ମରେ ଆକାର ତରେ ଆକାର ମାତା କାଶ করে আকার তালবেশ কাশ রাজা রে আকার বর্গজের আকার রাজা লাজ লরে আকার বর্গে জ লাজ আশা আ তালবেশর আকার আশা জাল বর্গজের আকার ল জাল হাত হরে আকার তো হাত ঝাল ঝরে আকার ল ঝাল দান ধরে আকার দন্তন দান মাছ মরে আকার ছ মাছ বাণ বরে আকার মুধণ বাণ টাণ টরে আকার মুধণ টাণ জাত অস্ত জরে আকার তো জাত ধান ধরে আকার দন্তন ধান বাট বরে আকার ট বাট বার বরে আকার র বার সভা দন্ত সভরে আকার সভা নাশ দন্তন আকার তালবেশ নাশ ভাষা ভরে আকার মনুষ্যের আকার ভাষা তালা তরে আকার লরে আকার তালা মশা ম তালবেশর আকার মশা থাক থরে আকার কথা ক আইনা হর্ষই দন্তন আকার আইনা জাহাজ বর্গজের আকার হরে আকার বর্গজ জাহাজ
कामना कर्याकार म दंतन आकार कामना वासना बर्याकार दंतस दंतन आकार वासना उपवास हर्ष उपवर्याकार दंतस उपवास साधना दंस आकार ध दंतन आकार साधना जातना हस्त जराकार त दंतन आकार जातना अवकाश अवकर्याकार तालबस अवकाश पाषाण पर्याकार मुदन सराकार मुदण पाषाण कारण कर्याकार मुदण कारण ऐरावत ऐरर्याकार बत ऐरावत समान दंत समर्याकार दंतन समान शासन तालबसर आकार दंत सदंतन शासन रामनाथ रर्याकार मोहन दंतनाकार थ रामनाथ ताने पिले सब बेले ध्यान दब अंस्तज वर्गज तालबेस मुदिनस दंतस ए सब को ध्यान दब हला जादव बसई माधव हसई आकाशर तारा बरसार धारा पहाड़र तल भल झर जल उमा भाई राम उषा भाई श्याम बढ़िया एगुड़ाक आमे 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 छोट बेले थिलु एगुड़ा सब क्लियर हो जाइए हमर हला तेणु तमे मध्य पढ़ी बड़ मनीष हुआ आग को जादव बसई माधव हसई माने जादव बसची माधव हसुची आकाशर तारा बरसार धारा आकाशर तारा वर्षार जो धारा वर्षा बहुची पानी पहाड़र तल भल झर जल पहाड़ तल आड़ को झरणा पानी जो झरी झरी आसुची बहुत भल भाव झरुची उमा भाई राम उमार भाई राम उषा भाई श्याम उषार भाई हूँ श्याम ये सब आकार केमिति शब्द आसवे से चेष्टा करी वाक्य गुड़ा लिखाई कविता पद गुड़िक लिखाई चाष कर धान काट चाल भाई भल बाट मन लगाई पाठ पढ़ सदा अलस बाट छाड़ ताने चाष कर धान काट चाल भाई भल बाट चाल भल बाट अच्छे आग को चल बा सब भल बाट देखी चल भल उपाय चल यह भी कथा ହେଇପାରେ मन लगाई पाठ पढ़ मन लगे सब बेले पाठ पढ़ सदा अलस बाट छाड़ सदा माने कौन सब बेले अलस्वामीर बाटटा को छाड़ीदेव अलस्वामी बाट को आपणबनी अलस्वामी कर तेबे यही कालांश एतिक रोचे परवर्ती कालांश वर्णबोधर पृष्ठा 4 रु अर्थात ह्रस्वईकार बनारू मु वीडियो प्रस्तुत करी तमें परवर्ती वीडियो टी देखिब रहुची भगवान तुम मान मंगल करंतु जय जगन्नाथ। वर्णबोधर प्रत्येकटी शब्द को बारंबार लेखिब और पढ़िब।